ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ। ଏହାକୁ ସଂଖ୍ୟାଲଘୁର କିଛି ଭାଇମାନେ ଆସିକିରି ବିରୋଧ କରିଛନ୍ତି, ନବୀନ ବାବୁ ପାଖରେ ଦାବିପତ୍ର ଦେଇଛନ୍ତି। କଣ ପାଇଁ ଏ ରାଜ୍ୟସଭା ସାଂସଦମାନେ ୱାକଫ ଆମେଣ୍ଡ ବିଲକୁ ସମର୍ଥନ କଲେ? ତାଙ୍କ ବିରୁଦ୍ଧରେ ଦୃଢ ଆକ୍ସନ ନିଆଯାଉ। ଆଙ୍କ ପଛରେ ପାଣ୍ଡୁ ବାବୁ କୁଆଡେ ଅଛନ୍ତି? ସଂଖ୍ୟାଲଘୁ ଭାଇମାନଙ୍କୁ ମୁଁ କହି ରଖୁଛି, ଭାଇମାନେ ତମେ ଯେତେ ପାଣ୍ଡିଆନ ପଛରେ ଲାଗିବ ବିନା ଅର୍ଥରେ ମୂଲ୍ୟ କିଛି ନାହିଁ। କେବଳ ନବୀନ ବାବୁ ପାଣ୍ଡୁ ବାବୁ ବହୁତ ଭଲ ପାଆନ୍ତି। ସେଥିପାଇଁ ତ ଇଲେକ୍ସନରେ ବିଜେଡି ହାରିବା ପରେ ବି ପାଣ୍ଡୁ ବାବୁ ଏବେ ବି ହଟିଲେଣି କି ନବୀନ ନିବାସରୁ? ତାହା ନ ହେଇଥିଲେ ବିଜେଡିର କର୍ମୀ ମାନେ ଆପଣ ମାନେ କେବେ ଯାଇକିରି ନବୀନ ନିବାସରେ ହାଲ୍ଲା କରିଥାନ୍ତି କି? ବିଜେଡିକୁ ବଞ୍ଚେଇବାକୁ ଗଲେ ପାଣ୍ଡୁ ବାବୁକୁ ହଟାଅ। ତାମାନେ ପାଣ୍ଡୁ ବାବୁ ଏବେ ବି ନବୀନ ନିବାସରେ ଅଛନ୍ତି। ମିଡିଆ ବନ୍ଧୁ ମାନେ ଯାହା କହନ୍ତି, ଏବେ ବି ବିଜେଡିକୁ କଣ୍ଟ୍ରୋଲ କରୁଛନ୍ତି ପାଣ୍ଡୁ ବାବୁ। କଣ ଚାମଚା ମାନେ ଆ ଉପରେ କଣ କମେଣ୍ଟ ବକ୍ସରେ ଉତ୍ତର ଦବ? ଅପେକ୍ଷାରେ ରହିଲୁ।